ତ 90 ଡେ ଚ୍ୟାଲେଞ୍ଜ ଭିଡ଼ିଓର ନା ମୋର ଆଜି ନା 51 ଦିନ ହେଇଗଲା। ତ ଆଜି ପ୍ରଥମେ ସକାଳେ ଉଠିଲି, ତାପରେ ଦିନ ନା ଦୋକାନକୁ ଯିବାର ଥିଲା ମୋର। ତ ମୋର ନା ଏବେ କଲେଜ ସକାଳ ହେଇଯାଉଛି, ଆଉ କିଛି କାମ ପାଇଁ ମୁଁ କଲେଜ ଯାଉନାହିଁ। ତ ଏବେ ମୁଁ ଘରେ ଅଛି, ଆଉ ଏଇ 2-4 ଦିନ ପରେ ମୁଁ କଲେଜ ବାହାରିଯିବି। ତାପରେ ଦିନ ମୁଁ ମୋର ସାଙ୍ଗେ ସାଙ୍ଗେ ଗଲି ଇପି ନେଇ ଆଇଲି। ତ ଇପି କରିଦେଲି, ତାପରେ ଖାଇଦେଲି। ଖାଇସାରିଲା ପରେ ନା ଆମର ଖରାବେଳ ପାଇଁ ରୋଷେଇ କରିବାର ଥିଲା, ଯେହେତୁ ବୋଉ ଏବେ ଘରେ ନାହିଁ, ମୋତେ ହିଁ ରୋଷେଇ କରିବାକୁ ପଡ଼ିବ। ତ ମୁଁ ଖାଇଦେଇ ମୁଁ ଟିକେ ପଳେଇ ଆସିଲି ପଡ଼ିଆ ଆଡ଼େ, ଏମାନେ ଗୁଲି ଖେଳୁଥିଲେ ମୁଁ ଦେଖିବାକୁ। ମୋତେ ନା ଗୁଲି ଖେଳ ଆସେନା, କିନ୍ତୁ ଦେଖିବାକୁ ବହୁତ ଭଲ ଲାଗେ। ତ ସେଇଠି ଦେଖି ସାରି ଦିନ ଆସି ମୁହଁଟା ଟିକେ ଧୋଇଦେଲି। ବହୁତ ଜୋର ଖରା ହେଇଯାଉଥିଲା, ତ ମେଘ ଉଠୁଥିଲା କିନ୍ତୁ ଖରା ହେଉଥିଲା। ତାପରେ ଦିନ ମୁଁ ଏପଟରେ ଡାଲମା ବସେଇଦେଲି, ତାପରେ ଏପଟରେ ଭାତ। ତ ଦୁଇଟାଙ୍କୁ ଏକା ସାଙ୍ଗରେ ବସେଇଦେଲି, ତାପରେ ଭାତ ହେଇଗଲା। ଭାତ ହେଇସାରିଲା ପରେ ନା ଦେଖିବା ତ ପୁରା ଧୂଆଁ ଧୂଆଁ ହେଇଗଲା, ମୋ କ୍ୟାମେରା ବି ଆଉ କିଛି ଭଲକି ଦେଖାଯାଉନି। ତାପରେ ଭାତ ହେଇଗଲା, ତାପରେ ମୁଁ ଦେନ୍ ଡାଲମା ବସେଇଥିଲି। ତ ଡାଲମା ବି ମୁଁ ନିଜେ କରିଥିଲି, ତ ଡାଲମାଟା ବହୁତ ଭଲ ଦେଖାଯାଉଥିଲା, କିନ୍ତୁ ଟିକେ ଡାଉଟ୍ ହେଉଥିଲା ଭଲ ଲାଗିବ କି ନାହିଁ। ତାପରେ ଦିନ ମୁଁ ଟିକେ ଭଜା ବସେଇଦେଲି। ତାପରେ ଭଜା ଭାଜିଦେଲି, ତାପରେ ଟାଇମ୍ ଦେଖିଲା ବେଳକୁ ନା 12ଟା ବାଜିଛି। ତ 12ଟା ବାଜିଛି, ତାପରେ ମୁଁ କହିଲି ଟିକେ ଶୋଇପଡ଼ିବା। ତ ଶୋଇକି ଉଠିଲି, ନିଦ ଭାଙ୍ଗିଲା 2:30ଟାରେ। ତ ଯାଇ ସାଙ୍ଗେ ସାଙ୍ଗେ ଗାଧେଇ ପଡ଼ିଲି। ତ ଗାଧେଇ ପଡ଼ି ନା ମୁଁ ମୋର ନେଇ ଆଇଲି ଖାଇବା ପାଇଁ। ତ ନିଜେ ବନେଇଛି, ଆଉ ଭଲ ଲାଗିବନି। ଖାଇବାଟା ନା ବହୁତ ଟେଷ୍ଟ ହେଇଥିଲା। ତମକୁ ଯଦି ଭିଡ଼ିଓଟା ଟିକେ ବି ଭଲ ଲାଗିଥିବ ତ ଭିଡ଼ିଓକୁ ନା ଫଲୋ ସବସ୍କ୍ରାଇବ୍ କରିଦେଇଯିବ। ତମେମାନେ ନା ଭିଡ଼ିଓ ଦେଖୁଛ କିନ୍ତୁ ଫଲୋ ସବସ୍କ୍ରାଇବ୍ କରିନ, ତ ଭିଡ଼ିଓଟି ଭଲ ଲାଗିନଥିବ ଫଲୋ ସବସ୍କ୍ରାଇବ୍ କରିଯିବ।